ସମସ୍ତଙ୍କୁ ସ୍ୱାଗତ। ଆଜି ଏଠାରେ ଆମେ ଗୋପବନ୍ଧୁଙ୍କର ଚିତ୍ରଟିଏ ଦେଖୁଛେ, ଯାହାଙ୍କ ପୁରା ନାମ ଉତ୍କଳମଣି ଗୋପବନ୍ଧୁ ଦାସ। ତାଙ୍କ ଚାରିପାଖରେ ଯେଉଁ ଚାରିଜଣ କବି ଅଛନ୍ତି ସେମାନେ ହେଲେ ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର, ଆଚାର୍ଯ୍ୟ ହରିହର ଓ କୃପାସିନ୍ଧୁ ମିଶ୍ର। ଏମାନଙ୍କୁ ସତ୍ୟବାଦୀ ଯୁଗର ପଞ୍ଚସଖା କୁହାଯାଉଥିଲା। କେବଳ ପଞ୍ଚସଖା ନୁହନ୍ତି, ଏମାନେ ସତ୍ୟବାଦୀ ବନବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା। ଏହି ବିଦ୍ୟାଳୟଟି କେବଳ ବିଦ୍ୟାଳୟ ନୁହେଁ, ତାହା ମଣିଷ ତିଆରି କାରଖାନାଟିଏ ଥିଲା। ଆଜି ଆମେ ସେହି ପଞ୍ଚସଖା ମାନଙ୍କ ମଧ୍ୟରୁ ଜଣେ କବି ଗୋପବନ୍ଧୁ ଦାସଙ୍କ ବିଷୟରେ ପଢ଼ିବା, ଯେଉଁ କବିତାଟିର ନାଁ ହେଲା ନଈଗଲା ଆପେ ମଥା। ଶ୍ରୀ ବଟକୃଷ୍ଣ ଓଝା ଗୋପବନ୍ଧୁ ଦାସଙ୍କୁ ଏକାଧାରରେ ଜଣେ କବି ଲେଖକ ବ୍ୟତୀତ ସେ ଜଣେ ସମାଜ ସଂସ୍କାରକ, ସମାଜସେବୀ, ଉତ୍କଳପ୍ରେମୀ, ସ୍ୱାଧୀନତା ସଂଗ୍ରାମୀ ଏବଂ ସମାଜର ପ୍ରତିଷ୍ଠାତା ଭାବରେ ଉଲ୍ଲେଖ କରିଛନ୍ତି। ଏହିଭଳି ମହାନ ବ୍ୟକ୍ତିଙ୍କର ଅମର କାହାଣୀକୁ ତୁମ ଆଗରେ ଏକ କାହାଣୀ ଭଳି ସେ ପ୍ରସ୍ତୁତ କରିଛନ୍ତି ଏବଂ କବିତାଟିଏ ରଚନା କରିଛନ୍ତି। ସାଇକେଲଟିଏ କିଣିବ ଅନନ୍ତ, ସାଇତିଛି କେତେ ଧନ, ଏକଥା ଜାଣିଲେ ଗୋପବନ୍ଧୁ ବାବୁ ଅଥିର ହୋଇଲା ମନ। ମନ କଥା ମନେ ରଖି ଗୋପବନ୍ଧୁ କହିଲେ ଅଭାବ ଭାରି, ଟଙ୍କା ଥିଲେ ଦିଅ ଦେବି ମୁଁ ଅନନ୍ତ, ଗଲେ ଦିନ ଦୁଇ ଚାରି। ଟଙ୍କା ଥଳି ଆଣି ଥୋଇଲେ ଅନନ୍ତ ଦାସେ ଆପଣଙ୍କ ପାଶେ, ହାତେ ଧରି ଥଳି ଚାହିଁଲେ ନିମିଷେ, ଦୁଃଖ ମିଶା ଦର ହାସେ। ଚାରି ଦିନ ଯାଇ 4 ମାସ ଗଲା, ବରଷ ବି ଗଲା ପୁରୀ, ଗୋପବନ୍ଧୁ ବାବୁ ଦେଲେ ନାହିଁ ଟଙ୍କା, ଅନନ୍ତ ହୋଇଲେ ଝୁରି। ଦୂର ଗାଁ ବାଟ କିପରି ଯିବି ମୁଁ, ଦୁଃଖରେ ବସିଲେ ଭାଳି, ବହୁତ ଦିନରୁ ଥକି ପଡ଼ିଲେଣି ପାଦରେ ମୁଁ ଚାଲି ଚାଲି। ସାଇକେଲ ହେଲେ ସହଜ ସହଜ, ବହୁତ ପାରନ୍ତି ବୁଲି, ଟଙ୍କା ନେଇ ସେ ତ ଫେରାଇ ଦିଅନ୍ତି, ମୋ କଥା କି ଗଲେ ଭୁଲି। ଭାବି ଭାବି ଦିନେ ବେଳ କାଳ ଉଣ୍ଡି, କହିଲେ ମନର କଥା, ଗୋପବନ୍ଧୁ ବାବୁ ହସିଲେ ଅଳପ, ତଳକୁ ନୁଆଁଇ ମଥା। ତୁମ ଟଙ୍କା କଥା ଅଛି ମୋର ମନେ, ଦେଇ ନାହିଁ ଜାଣି ଜାଣି, କଥା ଯଦି ମୋର ରଖିବ ଅନନ୍ତ, ଏହି କ୍ଷଣି ଦେବି ଆଣି। ବରଷା ବଢ଼ିରେ ଘର ଘର ବୁଲି, ଅପନ୍ତରା ବାଟ ଦେଇ, ପାଦେ ଚାଲି ଚାଲି ଭୋକିଲା ଲୋକର ଖବର ଫେରୁଛ ନେଇ। ସାଇକେଲ ହେଲେ ସଡ଼କ ବାଟରେ ସୁବିଧାରେ ଯିବ ଚାଲି, ଅଭାବ କେଉଁଠି କିପରି ଜାଣିବ, କହିଲ ମନରେ ଭାଳି। ପାଣି କାଦୁଅରେ ଆଉ କି ପଶିବ, ଦେଖିବ ଦୁଃଖୀର ମୁହଁ, ବରଷା ବଢ଼ିରେ କିଏ ପୋଛିଦେବ ଆକୁଳ ଆଖିର ଲୁହ। ଟଙ୍କା ନେଇ ଯାଅ ସାଇକେଲ କିଣା, ମନୁ କରିଦିଅ ଦୂର, ଦୁଃଖୀ ଜନସେବା ଯେଉଁଠି କରୁଛ, ସେଇ ତ ସରଗପୁର। ମଣିମୁକୁତାର ଝଲକରୁ ବଳି, ଶୁଖିଲା ଅଧରୁ ହସ, ସେ ହସରୁ ଝରେ ସରଗ ସୁଷମା, ଦେବତା ହୁଅନ୍ତି ବସ। ସରମରେ ସଢ଼ି ବୁଝିଲେ ଅନନ୍ତ, ତାଙ୍କ ମରମର କଥା, ଦାସେ ଆପଣଙ୍କ ଚରଣ ଯୁଗଳେ, ନଈଗଲା ଆପେ ମଥା। ଏହି କବିତାଟିକୁ କବି ବଟକୃଷ୍ଣ ଓଝା କେବଳ ଶିଶୁମାନଙ୍କ ପାଇଁ ହୃଦୟ ଜୟ କରିବା ପାଇଁ ଲେଖିଛନ୍ତି। ଏଥିପାଇଁ ଅନେକ କାବ୍ୟ କବିତା ଲେଖିବା ସହିତ ସେ ଜଣେ ଓଡ଼ିଆ ଭାଷାର ବଳିଷ୍ଠ କବି। ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପ୍ରାପ୍ତ ହୋଇଛି। ଏଠାରେ ସେ ଗୋପବନ୍ଧୁଙ୍କୁ ଜଣେ ସମାଜସେବୀ ଭାବରେ କହିଛନ୍ତି। ଗୋପବନ୍ଧୁ ସମାଜର ସେବା ପାଇଁ ଅନନ୍ତଙ୍କୁ ଅନେକ କଥା ବୁଝାଇଛନ୍ତି। ଅନନ୍ତଙ୍କ ସାଇକେଲ କିଣିବା ମନୋଭାବ ମନରୁ ବାହାର କରିଦେବା ପାଇଁ ଚେଷ୍ଟା କରିଛନ୍ତି ଏବଂ ଅନନ୍ତ ଯେତେବେଳେ ଗୋପବନ୍ଧୁ ଦାସଙ୍କର ଏସବୁ କଥାକୁ ବୁଝିପାରିଛନ୍ତି, ସେତେବେଳେ ସେ ନିଜର ଭୁଲ ବୁଝିପାରି ଅତି ଆନନ୍ଦରେ ଆପେ ମଥାକୁ ନଇଁ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଛନ୍ତି। ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ଏବଂ ଦୁଃଖୀମାନଙ୍କର ଦୁଃଖକୁ ଅତି ବ୍ୟାକୁଳତାର ସହିତ
ଜାଣିପାରି ସେସବୁର ସମାଧାନ କରିପାରନ୍ତି ଗୋପବନ୍ଧୁ ଏବଂ ତାଙ୍କ ସହକର୍ମୀ ଅନନ୍ତ। ଏହି କବିତାଟି ପଢ଼ିଲେ ଆପେ ଆପେ ଆମେ ଗୋପବନ୍ଧୁଙ୍କ ବିଷୟରେ ଅନେକ କଥା ଜାଣିବା ପାଇଁ ଇଚ୍ଛା କରିବା ଏବଂ ଗୋପବନ୍ଧୁଙ୍କ ବିଷୟରେ ଆମେ ଅନେକ କଥା ମଧ୍ୟ ଅନେକ ତଥ୍ୟ ମଧ୍ୟ ଖୋଜି ବାହାର କରିପାରିବା। ଧନ୍ୟବାଦ।